ପ୍ରୋଟିନ୍, ଭିଟାମିନ୍, ମିନେରାଲରେ ପରିପୂର୍ଣ୍ଣ ଛତୁଆ। ଛୋଟ ପିଲାମାନଙ୍କୁ ଏଇଭଳି ଛତୁଆ ଘରେ ବନାଇ ଦିଅନ୍ତୁ, ଯାହା ତାଙ୍କ ଦେହ ପାଇଁ ହେଲ୍ଦି ରହିବ। ଛତୁଆ ବନେଇବା ପାଇଁ ପ୍ରଥମେ କିଛି କାଜୁ ନେବା। ଗ୍ୟାସ୍ର ଫ୍ଲେମ୍କୁ ଲୋ ମିଡ଼ିୟମ୍ରେ ରଖି ତାକୁ ଭଲ ଭାବରେ ଭାଜି ନେବା। ତାପରେ କିଛି ପିସ୍ତା ବାଦାମ ନେଇ ତାକୁ ମଧ୍ୟ ଭାଜି ନେବା। ଅଧିକ ହାଇ ଫ୍ଲେମ୍ରେ ଦେବେ ନାହିଁ, ନହେଲେ ତା'ର ଉପର ଅଂଶ ପୋଡ଼ିଯିବ, ଭିତର କଞ୍ଚା ରହିବ। ତାପରେ ସେଥିରେ ମଖାନାକୁ ଭଲ ଭାବରେ ଭାଜି ନେବା। ଏବେ ଚାଲନ୍ତୁ ଚେକ୍ କରିନେବା। ଏବେ ଦେଖନ୍ତୁ ମଖାନା ଆମର ଗୁଣ୍ଡ ହୋଇଯାଉଛି। ତାପରେ ସେଥିରେ ଚିନାବାଦାମକୁ ଭାଜି ନେବା। ଏବେ ଦେଖନ୍ତୁ ବାଦାମର ଚୋପା ଭଲ ଭାବରେ ଛାଡ଼ି ଯାଉଛି, ତାକୁ ବାହାର କରିନେବା। ତାପରେ ସେଥିରେ କିଛି ଓଟ୍ସକୁ ଦେବା। ଓଟ୍ସକୁ ମଧ୍ୟ ହାଲକା ଭାଜି ନେବା। ମୁଁ ଆଗରୁ ବୁଟକୁ ଭାଜି ନେଇଥିଲି, ସେ ଟିକେ ନରମ ହୋଇଯାଇଥିଲା, ସେଥିପାଇଁ ତାକୁ ଆଉ ଥରେ ଭାଜି ନେବା। ତାପରେ ସେଥିରେ କିଛି ଚୁଡ଼ା ନେଇ ତାକୁ ଲୋ ମିଡ଼ିୟମ୍ ଫ୍ଲେମ୍ରେ ରଖି ଭାଜି ନେବା। ଏବେ ଦେଖନ୍ତୁ ଚୁଡ଼ା ବି ଆମର ଭଲ ଭାବରେ ଭାଜି ହୋଇଗଲାଣି, ଗୁଣ୍ଡ ହୋଇଯାଉଛି। ତାକୁ ଏକ ବାଉଲକୁ କାଢ଼ି ନେବା। ତାପରେ ସେଥିରେ ଭଜା ବାଦାମ, ଭାଜିକି ରଖିଥିବା ଡ୍ରାଏ ଫ୍ରୁଟ୍ସ, ଓଟ୍ସ ଏଥିରେ ଦେଇଦେବା। ତାକୁ ଭଲ ଭାବରେ ଗୋଳେଇ ନେବା। ତାପରେ ସେଥିରେ 1 କପ୍ ଚିନି ଆଡ଼୍ କରିବା। ତାକୁ ଭଲ ଭାବରେ ଗୋଳେଇ ନେବା। ଏବେ ତାକୁ ଗ୍ରାଇଣ୍ଡିଂ ଜାର୍ରେ ଦେଇଦେବା। ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରିନେବା। ଏବେ ଦେଖନ୍ତୁ ସେ ଭଲ ଭାବରେ ଗ୍ରାଇଣ୍ଡିଂ ହୋଇଯାଇଛି। ଏବେ ତାକୁ ଚଲା ସାହାଯ୍ୟରେ ଚଲାଇ ନେବା। ଆପଣ ଚାହିଁଲେ ତାକୁ ନ ଚଲାଇଲେ ମଧ୍ୟ ହେବ। ଏବେ ଦେଖନ୍ତୁ ଆମର ପ୍ରସ୍ତୁତ ହୋଇଗଲା ଛତୁଆ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ରହିଲି, ଜୟ ଜଗନ୍ନାଥ।